ପିଲାମାନେ ତୁମମାନଙ୍କୁ ସମସ୍ତଙ୍କୁ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ। ଆଚ୍ଛା କହିଲ ପିଲାମାନେ, ତୁମେମାନେ ଖରା ଛୁଟିରେ ଓ ପୂଜା ଛୁଟିରେ କେଉଁ କେଉଁ ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇଛ? ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର କେଉଁ କେଉଁ ଦର୍ଶନୀୟ ସ୍ଥାନ ତୁମେମାନେ ବୁଲି ଦେଖିଛ? ବହୁତ ଭଲ। ଉଦୟଗିରି, ଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର, ନନ୍ଦନକାନନ, ଆଉ କେଉଁ କେଉଁ ସ୍ଥାନ? ଖଣ୍ଡଗିରି। ହଁ, ଖଣ୍ଡଗିରି କଣ ପାଇଁ ପ୍ରସିଦ୍ଧ? ଖଣ୍ଡଗିରି ବୌଦ୍ଧ ସ୍ତୂପ ପାଇଁ ପ୍ରସିଦ୍ଧ। ପ୍ରତ୍ୟେକ ବର୍ଷ ମାଘ ସପ୍ତମୀରେ ସେଠାରେ ଯଜ୍ଞ ହୁଏ ଓ ମେଳା ବସେ। ତେଣୁ ଏହି ଐତିହ୍ୟ ସ୍ଥାନ ଭାବରେ ପରିଚିତ। ଏହା ଭାରତର ଐତିହ୍ୟ କୀର୍ତ୍ତି ବିମଣ୍ଡିତ କରିଛି। ତେଣୁ ଏହି ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ଅନ୍ୟତମ। ଏହା ଉପରେ ତୁମ ବହିରେ ଦେଖିନାହିଁ କେତେ ଦିନୁ ଖଣ୍ଡଗିରି କବିତା ବିଷୟରେ ଆମେ ଆଲୋଚନା କରିବା, ଯାହାକି ଏହି ଖଣ୍ଡଗିରିର ଐତିହ୍ୟ ଉପରେ ଆଧାରିତ ଏକ କବିତା। ଦେଖିନାହିଁ କେତେ ଦିନୁ ଖଣ୍ଡଗିରିର କବି ହେଉଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ। 1877 ମସିହା ଅକ୍ଟୋବର 9 ତାରିଖ ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। 1928 ମସିହା ଜୁନ 17 ତାରିଖ ଦିନ ତାଙ୍କର ଇହଲୀଳା ସମ୍ବରଣ ହୋଇଥିଲା। ସାହିତ୍ୟ ରଚନା ଓ ସାରସ୍ୱତ ସାଧନା ମଧ୍ୟରେ ଧର୍ମପଦ, ତାରା କବିତା, ମନ୍ଦିର ଆତ୍ମକଥା ଓ ଅବକାଶ ଚିନ୍ତା ପ୍ରଭୃତି ଅନ୍ୟତମ। ବୀର ପ୍ରସବିନୀ, କୀର୍ତ୍ତି କିରୀଟିନୀ, ଉତ୍କଳ ଜନନୀଙ୍କ ବରପୁତ୍ର ଓ ବରପୁତ୍ର ଗଣଙ୍କ ମଧ୍ୟରୁ ସ୍ୱାଧୀନତା ସଂଗ୍ରାମର ପ୍ରଚଣ୍ଡ ସଂଗ୍ରାମୀ, ଗାନ୍ଧୀବାଦର ଅନନ୍ୟ ସମର୍ଥକ, ସଫଳ ସାରସ୍ୱତ ସାଧକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଅନ୍ୟତମ। ଶୟନେ ସପନେ ଜାଗରଣେ ଜନ୍ମଭୂମିର ମୁକ୍ତି ପାଇଁ ସ୍ୱପ୍ନ ଦେଖୁଥିବା ଏହି ପ୍ରଜ୍ଞା ପୁରୁଷ ଏକାଧାରରେ ଥିଲେ ଜଣେ କବି, ପ୍ରାବନ୍ଧିକ, ସମାଜ ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍, ଆଇନଜ୍ଞ ତଥା ସମାଜସେବୀ, ସର୍ବୋପରି ମାନବବାଦୀ, ଦରିଦ୍ର ପ୍ରାଣ। ଜଣେ ଏକନିଷ୍ଠ ଜନସେବକ ଭାବରେ ଜନତାର ସୁଖ ଦୁଃଖ ତାଙ୍କର ସାରସ୍ୱତ ବୀଣା ଝଙ୍କାରରେ ଝଙ୍କୃତ ହୋଇ ବହୁ କାବ୍ୟ କବିତାର ଅପୂର୍ବ ମନ୍ଦ୍ରନାଦ ସୃଷ୍ଟି କରିଥିଲେ। ସେ ସବୁ ମଧ୍ୟରେ କାରା କବିତା, ମନ୍ଦିର ଆତ୍ମକଥା, ଗୋମାହାତ୍ମ୍ୟ, ନଚିକେତା, ଧର୍ମପଦ, ଅବକାଶ ଚିନ୍ତା ଆଦି ତାଙ୍କର ଅମ୍ଳାନ କୃତି। କବିତାର ପୃଷ୍ଠଭୂମି। ଦେଖିନାହିଁ କେତେ ଦିନୁ ଖଣ୍ଡଗିରି କବିତାରେ କବି ଗୋପବନ୍ଧୁ ଖଣ୍ଡଗିରି ଇତିହାସ ମାଧ୍ୟମରେ ଆମ ଅତୀତର ଗୌରବକୁ ମନେ ପକାଇଛନ୍ତି। ଏହି କବିତାଟିରେ ଗୋପବନ୍ଧୁ ମହାମେଘ ବାହାନ ଐର ଖାରବେଳଙ୍କର କୀର୍ତ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ଖଣ୍ଡଗିରିର ସୌନ୍ଦର୍ଯ୍ୟ କିପରି କବିଙ୍କର ଚିତ୍ତପଟରେ ଉନ୍ମୁକ୍ତ ହୋଇଛି, ତାହା ସେ ଏ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି। ପିଲାମାନେ, ଏହି କବିତାଟିକୁ ଚାଲ ଆମେ ଆବୃତ୍ତି କରିବା। ଦେଖିନାହିଁ କେତେ ଦିନୁ ଖଣ୍ଡଗିରି ଇତିହାସ ଯାର ଅଙ୍କେ ଅଙ୍କିତ, ଇତିହାସ ଯାର ଅଙ୍କେ ଅଙ୍କିତ। ଅମର ଅକ୍ଷରେ ନୀରବ ଗମ୍ଭୀରେ, ଅମର ଅକ୍ଷରେ ନୀରବ ଗମ୍ଭୀରେ, ଗାଏ ଯେ ଉତ୍କଳ ଗୌରବ ଗୀତ, ଗାଏ ଯେ ଉତ୍କଳ ଗୌରବ ଗୀତ। ଦେଖିନାହିଁ କେତେ ଦିନୁ ଖଣ୍ଡଗିରି ଇତିହାସ ଯାର ଅଙ୍କେ ଅଙ୍କିତ, ଇତିହାସ ଯାର ଅଙ୍କେ ଅଙ୍କିତ। ଅମର ଅକ୍ଷରେ ନୀରବ ଗମ୍ଭୀରେ, ଅମର ଅକ୍ଷରେ ନୀରବ ଗମ୍ଭୀରେ, ଗାଏ ଯେ ଉତ୍କଳ ଗୌରବ ଗୀତ,
ଗାଏ ଯେ ଉତ୍କଳ ଗୌରବ ଗୀତ। ପଡ଼େ ଏବେ ମନେ ପ୍ରଥମ ଯୌବନେ, ପଡ଼େ ଏବେ ମନେ ପ୍ରଥମ ଯୌବନେ, ସୁଷମା ପିପାସା ଭାବ ଉନ୍ମାଦେ, ସୁଷମା ପିପାସା ଭାବ ଉନ୍ମାଦେ। ଖଣ୍ଡଗିରି ଶିରି ଦେଖି ନେତ୍ର ଭରି, ଖଣ୍ଡଗିରି ଶିରି ଦେଖି ନେତ୍ର ଭରି, ଚିନ୍ତା ନିମଗନେ ବସିଲି ପାଦେ, ଚିନ୍ତା ନିମଗନେ ବସିଲି ପାଦେ, ଚିନ୍ତା ନିମଗନେ ବସିଲି ପାଦେ, ଚିନ୍ତା ନିମଗନେ ବସିଲି ପାଦେ। କଳ୍ପନାର ପୋତେ କାଳ ପ୍ରତିଶ୍ରୋତେ, କଳ୍ପନାର ପୋତେ କାଳ ପ୍ରତିଶ୍ରୋତେ, ଭାସି ଦେଖିଲି ମୁଁ ଉଜ୍ଜଳ ଛବି, ଭାସି ଦେଖିଲି ମୁଁ ଉଜ୍ଜଳ ଛବି। ଇତିହାସ ଯାର ନକରେ ପ୍ରଚାର, ଇତିହାସ ଯାର ନକରେ ପ୍ରଚାର, ଚିନ୍ତି ନାହାନ୍ତି ଯା କାବ୍ୟରେ କବି, ଚିନ୍ତି ନାହାନ୍ତି ଯା କାବ୍ୟରେ କବି। କାଳର ପ୍ରଭାବେ ଜନସ୍ମୃତି ପଟୁ, କାଳର ପ୍ରଭାବେ ଜନସ୍ମୃତି ପଟୁ, ରୂପରେ ଖୋଜାର ଲିଭିଛି ଆଜି, ରୂପରେ ଖୋଜାର ଲିଭିଛି ଆଜି। କଳିଙ୍ଗର ସେହି ଅତୀତ ବିଭବ, କଳିଙ୍ଗର ସେହି ଅତୀତ ବିଭବ, ଐରଖାର ବେଳ କିରତି ରାଜି, ଐରଖାର ବେଳ କିରତି ରାଜି। କାଳର ପ୍ରଭାବେ ଜନସ୍ମୃତି ପଟୁ, ରୂପରେ ଖୋଜାର ଲିଭିଛି ଆଜି, ରୂପରେ ଖୋଜାର ଲିଭିଛି ଆଜି। କଳିଙ୍ଗର ସେହି ଅତୀତ ବିଭବ, କଳିଙ୍ଗର ସେହି ଅତୀତ ବିଭବ, ଐରଖାର ବେଳ କିରତି ରାଜି, ଐରଖାର ବେଳ କିରତି ରାଜି। ପିଲାମାନେ ଦେଖିନାହିଁ କେତେ ଦିନ ଖଣ୍ଡଗିରିର ପ୍ରଥମ 4ଟି ପାଦକୁ ଆବୃତ୍ତି କଲେ। ଚାଲ ଏହି 4ଟି ପାଦରେ ଥିବା ନୂତନ ଶବ୍ଦ ଓ ଏହାର ଅର୍ଥ ବିଷୟରେ ଆଲୋଚନା କରିବା। ଅଙ୍କ ଶବ୍ଦର ଅର୍ଥ କହିଲେ ଆମେ ସାଧାରଣତଃ କୋଳକୁ ବୁଝାଉ। ଉନ୍ମାଦ, ମତ ବା ଅତିଶୟ ଆବେଗ। କବିତାରେ ପିପାସା ଶବ୍ଦ ପ୍ରୟୋଗ ହୋଇଛି। ଏହାର ଅର୍ଥ ହେଲା ତୃଷା ବା ଶୋଷ ବା ଲାଳସା। ଶିରି, ଶିରି ଶବ୍ଦର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ବା ଶୋଭା, ଶୋଭାବର୍ଦ୍ଧନ କରିବା। ନେତ୍ର, ନେତ୍ର ମାନେ ଆଖି ବା ନୟନ। ପ୍ରତିଶ୍ରୁତ, ସ୍ରୋତର ବିପରୀତ ଦିଗକୁ ପ୍ରତିଶ୍ରୁତ ବୋଲି କୁହାଯାଏ। ସ୍ମୃତି, ସ୍ମୃତି ମାନେ ମନେ ପକାଇବା। ବିଭବ, ବିଭବ ଶବ୍ଦର ଅର୍ଥ ହେଉଛି ସମ୍ପଦ। ପିଲାମାନେ ତୁମମାନଙ୍କୁ ମୁଁ କିଛି ପ୍ରଶ୍ନ ପଚାରିବି, ତୁମେ ଏହାର ଉତ୍ତର ଦେବ। କହିଲ ଦେଖି, ଦେଖି ନାହିଁ କେତେ ଦିନ ଖଣ୍ଡଗିରି କବିତାର କବି କିଏ? ଦେଖି ନାହିଁ କେତେ ଦିନ ଖଣ୍ଡଗିରି କବିତାର କବି ହେଉଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ। ଦ୍ୱିତୀୟ ପ୍ରଶ୍ନ, ଖଣ୍ଡଗିରି ପରିଦର୍ଶନରେ କବିଙ୍କର କେଉଁ କଳିଙ୍ଗ ନରପତିଙ୍କ ଗୌରବମୟ କାହାଣୀ ମନେ ପଡ଼ିଛି? ଏହାର ଉତ୍ତର ହେଉଛି ଐର ଖାରବେଳ। ତୁମମାନଙ୍କ ପାଇଁ ତୃତୀୟ ପ୍ରଶ୍ନ, ଖଣ୍ଡଗିରି ଜନସ୍ମୃତିରୁ
କାହିଁକି ଲିଭି ଯାଇଛି? ଏହାର ଉତ୍ତର ହେଉଛି ଖଣ୍ଡଗିରିରେ ଥିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରସାଦର ଜୀର୍ଣ୍ଣାବଶେଷ ପରିତ୍ୟକ୍ତ ଅବସ୍ଥାରେ ରହି କାଳକ୍ରମେ ବିଲୁପ୍ତ ହେବାକୁ ବସିଲାଣି। ସମୁଦାୟ ପାହାଡ଼ଟି ଲତା ଗୁଳ୍ମ ଆଚ୍ଛାଦିତ ହେବାରୁ ତାହା ଅଗମ୍ୟ ହୋଇପଡ଼ିଛି। ତୁମମାନଙ୍କ ପାଇଁ ଚତୁର୍ଥ ପ୍ରଶ୍ନ, ଉପଯୁକ୍ତ ପଦ ଲଗାଇ ପାଦ ପୂରଣ କର। କାଳର ପ୍ରଭାବେ ଡ୍ୟାସ୍ ଡ୍ୟାସ୍ ଲିଭିଛି ଆଜି, କଳିଙ୍ଗର ସେହି ଡ୍ୟାସ୍ ଡ୍ୟାସ୍ କିରତି ରାଜି। ଏହାର ଉତ୍ତର ମୁଁ ଏହାକୁ ଆଉଥରେ ତୁମମାନଙ୍କ ପାଇଁ ଗାଇ ଦେଉଛି, ଶୁଣ। କାଳର ପ୍ରଭାବେ ଜନସ୍ମୃତି ପଟୁ, ରୂପରେ ଖଜାର ଲିଭିଛି ଆଜି, କଳିଙ୍ଗର ସେହି ଅତୀତ ବିଭବ, ଐରଖାର ବେଳ କିରତି ରାଜି। କାଳର ପ୍ରଭାବେ ଜନସ୍ମୃତି ପଟୁ, ରୂପରେ ଖଜାର ଲିଭିଛି ଆଜି, କଳିଙ୍ଗର ସେହି ଅତୀତ ବିଭବ, ଐରଖାର ବେଳ କିରତି ରାଜି। ପ୍ରଶ୍ନ 5, ସୁଷମା ପିପାସା ଭାବ ଉନ୍ମାଦେ। ଏଠାରେ ସୁଷମା ପିପାସାର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଠି? 4ଟି ସମ୍ଭାବ୍ୟ ଦିଆଯାଇଛି। ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା, ଅବସର ସମୟ କଟାଇବାର ଇଚ୍ଛା, କବିତା ଲେଖିବାର ଇଚ୍ଛା, ଗବେଷଣା କରିବାର ଇଚ୍ଛା। ଏହା ମଧ୍ୟରୁ କେଉଁଟି ସଠିକ ଉତ୍ତର? ସଠିକ ଉତ୍ତରଟି ହେଉଛି କ, ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା। ପିଲାମାନେ, ତୁମେମାନେ ଏହି 4ଟି ପାଦ ଆମେ ଆଜି ତାକୁ ଆବୃତ୍ତି କଲେ। ଏହି 4ଟି ପାଦରେ ଥିବା ନୂତନ ଶବ୍ଦର ଅର୍ଥ ଜାଣିଲେ ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟରେ ତୁମେମାନେ ଅଂଶଗ୍ରହଣ କଲ। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।